ଆଜିର ସକାଳ ଭିଡ଼ିଓଟି ଫୁଲ ତୋଳାରୁ ମୁଁ ଆରମ୍ଭ କରୁଛି। ଦେଖନ୍ତୁ ଆମ ବାଡ଼ିରେ କେତେ ଗୁଡ଼ିଏ ଫୁଲ। ଆଉ ଗୋଟେ ଛୋଟ କନିଅର, ହଳଦିଆ କନିଅର ମୁଁ ଏ କୁଣ୍ଡରେ ଲଗେଇଥିଲି। ଏ ଗଛ ଯେତେ ଥର ଲଗାଉଛି ସେ ଆଦୌ ବଞ୍ଚୁନି। ମୋତେ ସମସ୍ତେ କହିଲେ ଏ ଗଛ ମୋଟେ ବଞ୍ଚିବନି। ତେଣୁ ସେ ଗଛଟି କେମିତି କ'ଣ ଏଥର ବଞ୍ଚିଯାଇଛି। ସେଥିରୁ ଏଇ 4-6ଟି ଫୁଲ ତୋଳିଲି। ତାପରେ ଯେହେତୁ ଆଜି ଦିନଟି ଅରୁଆ ବାର ଥିଲା, ଅର୍ଥାତ୍ ସୋମବାର ଥିଲା, ତେଣୁ ଆଜି ଭାବିଲି ଟିକେ ସାଦା ଘାଣ୍ଟ କରିବି। ସେଇଥିଲାଗି କଖାରୁ ଏଇସବୁ ପରିବା ମୁଁ ରଖିଲି। ମଟର ଛୁଇଁ, ଆଳୁ, ନଡ଼ିଆ କୋରା ତାକୁ ସବୁ ପକାଇ ଘାଣ୍ଟଟି କରିଦେଲି। ତାପରେ ସେଇ ପରିବା ଖେଚୁଡ଼ି କଲୁ। ତାପରେ ଗାଧୁଆ ବେଳ ଖାଇବା ସମୟ ହେଲା ପରେ ମୁଁ ତାକୁ ରୋଷେଇ କରି ବାଢ଼ିଲି। ବାଢ଼ିକି ଆମେ ଖାଇଲୁ। କେବଳ ସେଇ ପରିବା ଖେଚୁଡ଼ି, ପରିବା ସାଦା ଘାଣ୍ଟ, ଗୁଆ ଘିଅ ଦିଆ ହେଇଛି। ତାପରେ କାକୁଡ଼ି ସାଲାଡ଼ ସେହାକୁ ଲଗେଇ ଖାଇଦେଲୁ। ତାପରେ ଯେମିତି ସନ୍ଧ୍ୟା ହେଇ ଆସିଲା ଭାବିଲି ଟିକେ ବେଲ ପଣା କରି ପିଇବା। କାହିଁକିନା ଏବେ ବର୍ତ୍ତମାନ ତ ହେଉଛି ବେଲ ପାଚିବା ସମୟ। ଆମର ଅବଶ୍ୟ ବେଲ ଗଛ ନାହିଁ। ଏ ଘରର ଆଖପାଖରେ ଯିଏ ସବୁ ଅଛନ୍ତି ତାଙ୍କର ସମସ୍ତଙ୍କର ଅଛି। ଏ ଘର ପାଖରେ ଜଣେ ବେଲ ଦେଇଥିଲେ, ମୁଁ ସେ ବେଲକୁ ବସିକି ପଣା କଲି। ତାକୁ ଭାଙ୍ଗିକି ଚାମଚରେ କୋରିଲି। ତାର ଯେଉଁ ଅନ୍ତି ମଞ୍ଜି ବାହାର କରିବାକୁ ହେବ, ତେଣୁ ମୁଁ ତାକୁ ଚକଟିକି ଏଇଭଳିଆ ବାହାର କରୁଛି। ଅନ୍ତି ରହିଲେ ବି ଭଲ ଲାଗିବନି। ମଞ୍ଜି ତ ସହଜେ ପାଟିରେ ପଶିଲେ ପିଇବାକୁ ଖରାପ ଲାଗିବ, ଚୋବେଇ ହେବ। ତେଣୁ ସେ ଅନ୍ତି ମଞ୍ଜିକି ସବୁ ଭଲ ଭାବରେ ବାହାର କରିବାକୁ ହେବ। ତାକୁ ବାହାର କରିସାରିଲା ପରେ କଦଳୀ ପକାଇଲି। କଦଳୀ ପକାଇକିରି କଦଳୀ ଛଡ଼େଇକି ପକାଇଲି। ତାପରେ ନଡ଼ିଆ କୋରା ପକାଇବା। ନଡ଼ିଆ କୋରା ପକାଇଲି। ଚିନି ଆମର ପକାଇବୁନି, ଆମେ ଚିନି ଖାଉନୁ, କାରଣ ସିଏ ହେଉଛି ଦେହ ପାଇଁ ବହୁତ କ୍ଷତିକାରକ। ତେଣୁ ଗୁଡ଼ ପକାଇବି। ଗୁଡ଼ ବି ବେଶୀ ପକାଇବେନି, ଅଳ୍ପ ପକାଇବି, କାହିଁକିନା ଏ ବେଲ ମିଠା ଅଛି। ତେଣୁ ଗୁଡ଼ ଚାମଚ ପକାଇବା। ବାହାର କରି ପକାଇଲି। ବେଲପଣାଟା ଖାଇବାକୁ ଭାରି ଭଲ ଲାଗେ। ଆଉ ସେଇଟା ମଧ୍ୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ, କନଷ୍ଟିପେସନ୍ ହୁଏନି। ତେଣୁ ମରିଚ ଗୁଣ୍ଡ ଟିକେ ପକାଇଦେବା। ମରିଚ ଗୁଣ୍ଡ ସରିଯାଇଥିଲା, ମୁଁ ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡରରେ ତାକୁ ଗ୍ରାଇଣ୍ଡିଙ୍ଗ କଲି। ମରିଚ ଗୁଣ୍ଡ ପକାଇ ତାକୁ ସବୁ ଭଲ ଭାବରେ ସେ କଦଳୀକି ଚକଟି ଦେବା। ଗୁଡ଼, କଦଳୀ, ମରିଚ ଗୁଣ୍ଡ, ନଡ଼ିଆ କୋରା ସବୁ ମିଶାଇ ଦେଖନ୍ତୁ ବେଲପଣା ପ୍ରସ୍ତୁତ କରିଦେଲି। ତାପରେ ଆମେ ଦୁଇ ଜଣ